ତୁମେ କେବେ ଭାବିଛ କି ଆମେ କାହିଁକି ଦୁଃଖୀ ହୁଅନ୍ତି? କାହିଁକି ଛୋଟ ଛୋଟ କଥାରେ ମନ ଖରାପ ହୋଇଯାଏ? ଏହାର ଏକ ସରଳ ଉତ୍ତର ଅଛି। କାରଣ ଆମେ ଜୀବନକୁ ଦେଖୁନାହାନ୍ତି। ଆମେ ଜୀବନ ମଧ୍ୟରେ ଫସି ଯାଉଛନ୍ତି। ଆଜି ଆମେ ଏକ ଏମିତି ଗଭୀର ବିଷୟ ଉପରେ କଥା ହେବା ଯାହା ତୁମ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ପାରେ। ତାହା ହେଉଛି ସାକ୍ଷୀ ଭାବ। ଆଜି ଆମେ ଶିଖିବା କିପରି ଜୀବନକୁ ସାକ୍ଷୀ ଭାବରେ ଦେଖିବା। ଭାଗବତରେ ବର୍ଣ୍ଣିତ ଏହି ଦୁଇଟି ଧାଡ଼ିକି ଆମେ ଟିକେ ଦେଖିବା। ଜୀବ ଯେ କରେ କର୍ମ ସବୁ, ପ୍ରଭୁ ସେହିର ସାକ୍ଷୀ ମାତ୍ର। ନିର୍ଲିପ୍ତ ରହି ସର୍ବଦା ଦେଖନ୍ତି ଜଗତର ଚରିତ୍ର। ସକଳ କ୍ରିୟାରେ ରହିଥାଇ ନାହିଁ କାହାର ଆସକ୍ତି। ସାକ୍ଷୀ ଭାବେ ପରମେଶ୍ୱର, ଦେଖନ୍ତି ଜୀବର ଭକତି। ଏହି ଯେଉଁ ଧାଡ଼ିରେ ସାକ୍ଷୀ ଭାବ ବର୍ଣ୍ଣନା ହୋଇଛି, ତୁମେ ଜାଣିଛ ସାକ୍ଷୀ କେଉଁ ଅର୍ଥରେ କୁହାଯାଇଛି? ସରଳ ଭାଷାରେ କହିଲେ ସାକ୍ଷୀର ଅର୍ଥ ଦେଖିବା, କିନ୍ତୁ ଜଡ଼ିତ ନ ହେବା। ଯେପରି ଏକ ଉଦାହରଣ ନେବା, ତୁମେ ଏକ ସିନେମା ଦେଖୁଛ, ସେଠାରେ ହିରୋ କାନ୍ଦୁଛି, ହିରୋ ଫାଇଟ୍ ବି କରୁଛି। ତୁମେ ସବୁ ଦେଖୁଛ, କିନ୍ତୁ ତୁମ ସହିତ କିଛି ହେଉନାହିଁ। ତୁମେ କେବଳ ଦର୍ଶକ ହୋଇ ଦେଖୁଛ। ସେଇଟା ହେଉଛି ସାକ୍ଷୀ ଭାବ। ଠିକ୍ ତୁମ ଜୀବନରେ ବି କେତେବେଳେ ସୁଖ ଆସୁଛି, କେତେବେଳେ ଦୁଃଖ ଆସୁଛି। କେତେବେଳେ ତୁମେ ଅଧିକା ଖୁସି ହେଇଯାଉଛ, କେତେବେଳେ ତୁମେ କାନ୍ଦି କାନ୍ଦି ଭାଙ୍ଗି ପଡ଼ୁଛ। କିନ୍ତୁ ଅନେକ ଲୋକ ଏସବୁରେ ଫସିଯାଆନ୍ତି। ସେ ଭାବନ୍ତି ସୁଖ ସେ ନିଜେ, ଦୁଃଖ ବି ସେ ନିଜେ। କିନ୍ତୁ ବାସ୍ତବିକ କଥା ହେଉଛି ସୁଖ ଦୁଃଖ ତୁମର କେହି ନିଜର ନୁହେଁ। ଯେଉଁଠି ତୁମ ନିଶ୍ୱାସ ନିଜର ନୁହଁ, ସେଠି ତୁମ ଘଟଣା କେମିତି ନିଜର ହୋଇପାରିବ? ତୁମ ପରିସ୍ଥିତି କେମିତି ନିଜର ହୋଇପାରିବ? ତୁମେ କେବଳ ଗୋଟେ ସାକ୍ଷୀ ମାତ୍ର, ଅର୍ଥାତ୍ ତୁମେ କେବଳ ଦେଖୁଛ, ଦ୍ରଷ୍ଟା ଅଟ। ଯେତେବେଳେ ବି ଦେଖିଲେ ତୁମ ମନ ଦୁଃଖ ଅଛି, ତୁମେ କେବେ ନିଜକୁ ପଚାରିଛ ମୁଁ କାହିଁକି ଦୁଃଖୀ, ମୁଁ କ'ଣ ପାଇଁ ଦୁଃଖୀ? ଆମର ଭୁଲ କେଉଁଠି? ଯେତେବେଳେ କିଏ କିଛି କହେ, ଆମେ ତାକୁ ହୃଦୟରେ ନେଉଛେ, ସାଙ୍ଗେ ସାଙ୍ଗେ ତାକୁ ମାଇଣ୍ଡରେ ନେଇଯାଉଛେ ସେ କଥାକୁ। କିଏ ଗାଳି ଦେଲେ ଆମେ ଭାବୁଛେ ମୁଁ ଖରାପ, କିଏ ପ୍ରଶଂସା କଲେ ଆମେ ଭାବୁଛେ ମୁଁ ବହୁତ ଭଲ। ମାନେ ଆମେ ସବୁ କଥାକୁ ନିଜ ସହିତ ଯୋଡ଼ି ଦେଉଛୁ। ଏହି କାରଣ ହିଁ ଦୁଃଖର ମୂଳ କାରଣ। ଯଦି ଆମେ ଦୁଃଖୀ ଅଛେ, ତେବେ ଏହି ଦୁଃଖକୁ କିଏ କାଟିବ? ସାକ୍ଷୀ ଭାବ ହିଁ କାଟିବ। ତୁମ ଅବସ୍ଥା ଯାହା ବି ଅଛି, ତୁମ ସିଚୁଏସନ୍ ଯାହା ବି ଅଛି, ତାକୁ କେବଳ ଗୋଟିଏ ଅବସ୍ଥା ମାଧ୍ୟମରେ କାଟି ହେବ। ସେଟା ହେଉଛି ସାକ୍ଷୀ ଅବସ୍ଥା, ସାକ୍ଷୀ ଭାବ, ଦ୍ରଷ୍ଟା ଭାବ ତାକୁ କୁହାଯାଏ। ଏବେ ଆମେ ଜାଣିବା ସାକ୍ଷୀ କେମିତି କାମ କରେ। ଧରିନିଅ ବର୍ତ୍ତମାନ ତୁମ ଭିତରେ ରାଗ ଆସୁଛି, ତୁମେ ରାଗିଗଲ। ସାଧାରଣତଃ ତୁମେ ରାଗରେ କ'ଣ କରିବ? ଚିତ୍କାର କରିବ, ନିଜକୁ କ୍ଷତି ପହଞ୍ଚାଇବ, ନଚେତ୍ ସାମ୍ନାରେ ଯିଏ ଠିଆ ହେଇଥିବ ତାକୁ କିଛି ବି ଭଲ ବୁରା କିଛି ବି କହିଦେବ। କିନ୍ତୁ ଜଣେ ଧ୍ୟାନୀ ଅର୍ଥାତ୍ ଯିଏ ସାକ୍ଷୀ ଭାବରେ ଥାଏ, ସିଏ କ'ଣ କରେ? ସିଏ ଭାବେ ରାଗ ଯେତେବେଳେ ତା ଭିତରେ ଆସୁଥାଏ, ସେ ଯେତେବେଳେ ମନକୁ ଦେଖେ, ତା ନିଜ ଭିତରକୁ ସେ ପ୍ରବେଶ କରେ। ସେ ସମୟରେ ସେ ଦେଖେ ମୋ ମନରେ ବହୁତ ରାଗ ଆସୁଛି, ମୋ ମନରେ ରାଗ ଆସୁଛି, ମୁଁ ଏହାକୁ ଦେଖୁଛି। ସେ ଅନୁଭବ କରେ। ଆଉ କଥାରେ ଅଛି, ତୁମେ ଯାହାକୁ ଦେଖିବ, ତୁମ ମନର ବିକାର ଭାବ ଯାହା ବି ଆସୁଛି, ତାକୁ ଯଦି ଦେଖିବ ସେ ଚାଲିଯିବ। ଏଠି ଏକ ବଡ଼ ପରିବର୍ତ୍ତନ କ'ଣ ହେଲା? ତୁମେ ଯେତେବେଳେ ରାଗକୁ ଦେଖିଲ, ସେତେବେଳେ ତୁମେ ଜାଣିଲ କ'ଣ କି ମୁଁ ରାଗ ନୁହେଁ। ତୁମେ ରାଗ ନୁହେଁ, ତୁମେ ହେଉଛ ଦ୍ରଷ୍ଟା, ଅର୍ଥାତ୍ ଦେଖୁଥିବା ଲୋକ। ରାଗ ଉଠୁଛି, ତୁମେ ଦେଖୁଛ। ଝରଣାର ପ୍ରବାହ ବହୁଛି, ତୁମେ ଦେଖୁଛ। ନଦୀର ପ୍ରବାହ ବହୁଛି, ତୁମେ ଦେଖୁଛ। ସେହିପରି ରାଗ ଯେଉଁ ଇମୋସନ୍ ତୁମ ଭିତରେ ଆସୁଛି, ସେ ଇମୋସନ୍କୁ ତୁମେ ଯଦି ଦେଖିଦେଲ, ସେ ଇମୋସନ୍ ଠାରୁ ତୁମେ ମୁକ୍ତି ହେଇଗଲ। ତୁମେ ସେ ଇମୋସନ୍ ଭିତରେ ନାହ, ଅର୍ଥାତ୍ ତୁମେ ସେ ରାଗ ନୁହଁ, ତୁମେ ହେଉଛ ଦ୍ରଷ୍ଟା। ସେ ରାଗକୁ ଯିଏ ଦେଖିପାରୁଛି, ଏହା ହିଁ ସାକ୍ଷୀ ଭାବ, ଏହା ହିଁ
ପରମ ଧ୍ୟାନ। ଏବେ ତମ ମନରେ ପ୍ରଶ୍ନ ଆସୁଥିବ, ହଁ ଠିକ୍ ଅଛି, ସାକ୍ଷୀ ଭାବ ଦ୍ୱାରା ସବୁ ଇମୋସନ୍ ଠାରୁ ମୁଁ ଦୂରେଇ ରହିପାରିବି, ମୁଁ ନିଜକୁ କଣ୍ଟ୍ରୋଲ୍ କରିପାରିବି, ନିଜ ହିସାବରେ ନିଜକୁ ମୁଁ ବଞ୍ଚିପାରିବି। କିନ୍ତୁ ସାକ୍ଷୀ ଭାବକୁ ଜୀବନରେ କେମିତି ପାଳନ କରିବା ଏଇଟା ବି ଜାଣିବା ଦରକାର। ମନେ ରଖିଥାଅ, ଯେତେବେଳେ ବି ରାଗ ଆସୁଛି କୁହ, ରାଗ ଆସୁଛି, ମୁଁ ଏହାକୁ ଦେଖିପାରୁଛି। ଅନୁଭବର ସହିତ ଚୁପଚାପ ହେଇ ଗୋଟେ ଜାଗାରେ ବସିଯିବ। ନିଜ ଭିତରେ କେଉଁ କେଉଁ ଭାବନା ଆସୁଛି ପ୍ରତ୍ୟେକ ମୁହୂର୍ତ୍ତରେ ଦେଖ, ନିଜକୁ ଜଗ, ମନ ଭିତରେ କ'ଣ ଭାବନା ଚାଲିଛି। ଯେତେବେଳେ ବି ଦୁଃଖ ଆସୁଛି, ଯେତେବେଳେ ବି ମନ ଦୁଃଖ ହେଲା, କାହିଁକି ଦୁଃଖ ହେଲା, କେଉଁ କାରଣ ପାଇଁ ଦୁଃଖ ହେଲା, ଦୁଃଖକୁ ଦେଖ। ମୋ ମନ ଦୁଃଖ ହେଇଯାଉଛି, କ'ଣ କାରଣ ଅଛି ଭାବ, ଚିନ୍ତା କର। ଇନର ଏକ୍ସରସାଇଜ୍ ଏଇଟା। ଯେତେବେଳେ ବି ଖୁସି ହେଉଛି, ଖୁସିରେ ଏତେ ଭାସି ଯାଅନି, ଖୁସି ଦ୍ୱାରା ବି କିଛି ଭୁଲ ହେଇଯାଏ। ସେ ଖୁସି ବି ଭୁଲ କରିଦେବ, ଖାଲରେ ପକାଇଦେବ ନେଇକି। ସବୁ କିଛିକୁ ବାଲାନ୍ସରେ ରଖିବା ଶିଖ। ଯେତେବେଳେ ବି ଖୁସି ଆସୁଛି କୁହ, ମୁଁ ଖୁସି ଅଛି, ଆଉ ମୁଁ ଏହାକୁ ଦେଖିପାରୁଛି, ଖୁସି ଅଛି। କୁହନ୍ତି ବାଘ ନଥିଲେ ମିରିଗ ନାଟ। ଯଦି ତୁମ ମନରେ କ'ଣ ଚାଲିଛି, ତୁମ ମନରେ କେଉଁ ଭାବନା ଚାଲିଛି, ସେ କେଉଁ ପ୍ରକାର ନୃତ୍ୟ କରୁଛି ତୁମ ମନରେ, ଯଦି ତୁମକୁ ସେ ଭାବନା ଜଣା ନାହିଁ, ଯଦି ତୁମେ ସେ ଭାବ ପ୍ରତି ଜାଗ୍ରତ ନାହଁ, ତାହେଲେ ଦୁର୍ଘଟଣା ସୁନିଶ୍ଚିତ। କିଛି ବି ହେଇପାରେ। ଇମୋସନ୍ ଯାହା କହିବ ତୁମେ ସେୟା କରିବ, ଇମୋସନ୍ ଯୁଆଡ଼େ ନେବ ତୁମେ ସେଆଡ଼େ ଯିବ। କିଛି ବି ତୁମ ସହିତ ହୋଇପାରେ। କିନ୍ତୁ ଯଦି ଆତ୍ମା ରୂପୀ ବାଘ ଯଦି ସେଇ ଜଙ୍ଗଲ ଭିତରେ ଅଛି, ତାହେଲେ ସମସ୍ତେ କଣ୍ଟ୍ରୋଲରେ ରହିବେ। ପ୍ରତ୍ୟେକ ଦିନ ଏହାକୁ ତୁମେ ପ୍ରାକ୍ଟିସ୍ କର। ପ୍ରତ୍ୟେକ ଦିନ 10 ମିନିଟ୍ 15 ମିନିଟ୍ ମିନିମମ୍ ବସିବା ଅଭ୍ୟାସ କରିଦିଅ। ଏହାଦ୍ୱାରା କ'ଣ ହେବ? ଏହାଦ୍ୱାରା ତୁମର ଦେଖିବା ଶକ୍ତି ବଢ଼ିବ। ତୁମ ଭିତରେ ଧୀରେ ଧୀରେ ଦେଖ କ'ଣ ଚାଲିଛି, କେଉଁ ଭାବନା ଆସୁଛି, ସେ ଭାବନା କାହିଁକି ଆସୁଛି, ପଚାର, ପ୍ରଶ୍ନ ପଚାର, ନିଜକୁ ପ୍ରଶ୍ନ ପଚାର। ଯଦି ମୋତେ ଇରିଟେଟ୍ ଲାଗୁଛି, ଇରିଟେଟ୍ କାହିଁକି ଲାଗୁଛି, କେଉଁ କାରଣ ଲାଗୁଛି, କେଉଁ ଆଶା ଏମିତି ଅଛି ମୋର ପୁରା ହେଇନି, ସେଥିପାଇଁ ମୋତେ ଇରିଟେଟ୍ ଲାଗୁଛି। ଯଦି ମୁଁ ଖୁସି ଅଛି, କେଉଁ କାରଣରୁ ଖୁସି ଅଛି, କ'ଣ ଏମିତି ହେଇଗଲା ମୋ ସହିତ, ମୁଁ ଏତେ ଛଲଛଲ ହେଉଛି, ଖୁସି ହେଉଛି, ଏସବୁ କିଛି ନିଜକୁ ପଚାରିବା ଆରମ୍ଭ କର। କାହିଁକିନା ତୁମେ ଇମୋସନ୍ ନୁହେଁ। ରାସ୍ତାରେ ଗାଡ଼ି ଚଲାଉଛ, ଯଦି ତୁମେ ଜାଗ୍ରତ ନାହଁ, ଆକ୍ସିଡେଣ୍ଟ 100% ହେବ। ତୁମ ଭିତରେ ଭାବନା ଚାଲୁଛି, ତୁମେ ଯଦି ସେ ଭାବନା ପ୍ରତି ସଜାଗ ନାହଁ, ଜାଗ୍ରତ ନାହଁ, ତାହେଲେ ତୁମ ସହିତ କିଛି ବି ହେଇପାରେ। ଜୀବନରେ ସବୁଠୁ ବଡ଼ ସ୍ୱାଧୀନତା କ'ଣ ଜାଣିଛ? କିଛି ବି ପରିସ୍ଥିତି ଆସୁ ତୁମକୁ ଦୁଃଖୀ କରିପାରିବ ନାହିଁ। କିଛି ବି ପରିସ୍ଥିତି ଆସୁ ତୁମକୁ ବାନ୍ଧିକି ସିଏ ରଖିପାରିବ ନାହିଁ। ଏଇଟା ହିଁ ବଡ଼ ସ୍ୱାଧୀନତା, ଆଉ ଏଇଟା ହିଁ ସାକ୍ଷୀ ଭାବ। ତୁମେ ଥରେ ଏଇ ଜିନିଷକୁ ପ୍ରତ୍ୟେକ ଦିନ ପ୍ରାକ୍ଟିସ୍ କରିକି ଦେଖ। ପ୍ରକୃତ ଶାନ୍ତି କ'ଣ ତୁମେ ଧୀରେ ଧୀରେ ଅନୁଭବ କରିବ। ଷ୍ଟ୍ରେସ୍ କମିଯିବ। ତୁମେ ସତରେ ଖୁସି ହେବ ଭାଇ, ଲୋକ ଦେଖାଣିଆ ନୁହେଁ, ତୁମେ ସତରେ ଖୁସି ହେବ। ଗୋଟେ ଅନୁରୋଧ, ଯଦି ତୁମକୁ ଲାଗୁଛି ଏଇ ଭିଡ଼ିଓରେ ତୁମର କିଛି ଉପକାର ହେଇଛି ବା ତୁମେ କିଛି ନୂଆ ଜିନିଷ ଜାଣିବାକୁ ପାଇଲ, ଦୟାକରି ପ୍ରଥମେ ନିଜେ ପ୍ରାକ୍ଟିସ୍ କରିବି। ଏଇଟା ନିଜ ସହିତ କମିଟମେଣ୍ଟ। ପ୍ରଥମେ ନିଜେ ପ୍ରାକ୍ଟିସ୍ କରିବି। ଯେଉଁମାନେ ଇମୋସନାଲ୍ ଅଛନ୍ତି, ଯେଉଁମାନେ ସବୁବେଳେ ଦୁଃଖରେ ରହୁଛନ୍ତି, ଯେଉଁମାନେ, ସମସ୍ତଙ୍କୁ ଏଇଟା ଜାଣିବା ଦରକାର। ତୁମ ଆଖପାଖରେ ଯାହାର ତୁମେ ଭଲ ଚାହୁଁଛ, ତାକୁ ଏ ଭିଡ଼ିଓଟା ଫରୱାର୍ଡ଼ କରିଦିଅ। ବହୁତ ବହୁତ ଧନ୍ୟବାଦ ଏ ଭିଡ଼ିଓକୁ ଦେଖିଥିବାରୁ।